ସମସ୍ତ ବିଭାଗରେ ଇଭି ଗାଡି କିଣା ହେବ। ଇଭି ଗାଡି କିଣାଯିବ ଏବଂ ସେ ଅଧିକ ରୋଗୀକୁ ମଧ୍ୟ ଅଧିକାରୀମାନେ ଚଳିବା ପାଇଁ ସବୁ ସୁବିଧା ନେବେ। ତେଲ ଖର୍ଚ୍ଚ ପେଟ୍ରୋଲ ଖର୍ଚ୍ଚ ତହସିଲ ଅଫିସରୁ ଆରମ୍ଭ କରି ସେକ୍ରେଟାରୀ ପର୍ଯ୍ୟନ୍ତ ସମସ୍ତେ ଅଧିକାରୀ ମାନଙ୍କ 10% ମଧ୍ୟ ତେଲ ଖର୍ଚ୍ଚ କମେଇବେ। ସବୁଠୁ ବଡ କଥା ବିଭାଗରେ ଯୋଉ କାର୍ ମାନେ ସମସ୍ତେ ମିଶିକି ଗୋଟେ ଗାଡି ଯିବା ସେ ଭଳିଆ ଏବଂ ତେଲ ଖର୍ଚ୍ଚ କମେଇବା ପାଇଁ ଯେତେ ଅଧିକ ରୋଗୀ ଇଲିଗାଲି କରିବା ଏପଟେ ଇଭି ଚାର୍ଜିଂ ଷ୍ଟେସନ ମଧ୍ୟ ଆଜିକାଲି ଅଧିକ ଆବଶ୍ୟକ ଅଛି। ଆମେ 100ଟା ଚାର୍ଜିଂ ଷ୍ଟେସନ ତିଆରି କରିବା ପାଇଁ ନିଷ୍ପତ୍ତି ନେଇଛୁ। ଏବେ କେନ୍ଦ୍ର ସରକାରଙ୍କର ଆମେ ଆଉ ବଢ଼ାଇ ଯେମିତିକି ଯଦି ଆବଶ୍ୟକ ଥିବେ ସେତେ ଅଧିକ ଚାର୍ଜିଂ ଷ୍ଟେସନ ତିଆରି କରିବେ ଏବଂ ମୁଁ ଆପଣଙ୍କ ଦ୍ୱାରା ସମସ୍ତଙ୍କୁ ଅବଗତ କରିବାକୁ ଚାହେଁ ଯେ ଅଧିକ ଚାର୍ଜିଂ ଷ୍ଟେସନ କରିବା ପାଇଁ ପିଲାମାନେ ଟାଟା ଭଳି କାମ ଜାଣନ୍ତୁ ବିଦେଶ ଚାର୍ଜିଂ ଷ୍ଟେସନ କରନ୍ତୁ। ଆମେ ସମସ୍ତ ଯାହା ଆବଶ୍ୟକୀୟ ମଜୁରୀ ଆବଶ୍ୟକ ଆମେ ସମସ୍ତେ ଉପଲବ୍ଧି କରିବୁ ଏବଂ ଯଦି ଆମେ ସମସ୍ତେ ଏ କଥାରେ ନ ଆସିବା ତାହେଲେ ଆସୁଥିବା ସଂକଟରୁ ଆମେ ଉଦ୍ଧାର କରିବା ମୁସ୍କିଲ ହବ। ସବୁବେଳେ ଗୋଟେ କାଳଖଣ୍ଡ ଆମେ କରୁଣା କାଳଖଣ୍ଡ ଦେଖିଲେ ଆମେ ସମସ୍ତେ ନୂଆ ନର୍ମାଲରେ ବସିଲେ ଆମେ ଭୋଟ ବାଦ ଆମର କମେଇଲେ ଆମେ ଯିବା ଆସିବା କମେଇଲେ ଘରୁ ବାହାରେ ନ ବାହାରିକି ପରେ ଯଦି ୱାର୍କ ଫ୍ରମ ହୋମ ସେଭଳିଆ ଆପଣ ଯେ ଅଧିକାରୀ ମାନେ ମଧ୍ୟ ପ୍ରାୟ କାର୍ଯ୍ୟକ୍ରମ ସରକାରୀ କାର୍ଯ୍ୟକ୍ରମ ସବୁ ଏବେ ଏବେ ବାହାରେ 600 କିଲୋମିଟର 500 କିଲୋମିଟର ଏଇ ଗାଡି ବାହାରେ ଆବଶ୍ୟକ ଯୋଉ ଅଧିକା ଗାଡି ବ୍ୟବହାର ନ କରି ଯିବେ ଅଧିକା ଯିବେ ଏବଂ ଅନ୍ୟ ସମସ୍ତେ ଭର୍ତ୍ତିରେ ଯୋଡ଼ିକି କାର୍ଯ୍ୟକ୍ରମ ସଫଳ ଯୋଉ ଗାଡି ଗୁଡାକ ବର୍ତ୍ତମାନ ଅଛି ଯୋଉ ଗାଡି ଗୁଡାକ ଇଭି କନଭର୍ଟ କରିବା ପାଇଁ ଆମ ବିଭାଗ ତରଫରୁ ଇଭି କନଭର୍ଟ କରିଦେଲେ ଆମକୁ ସୁବିଧା ହବ ସହଜ ହବ ସୁଲଭ ହବ ଏବଂ ଇଭି ସମସ୍ତେ ବ୍ୟବହାର କରିବା ପାଇଁ ଗୋଟେ ପ୍ରକାର ଦେଖନ୍ତୁ ଗାଡି ପ୍ରଥମ ହଉଛି ଇଭି ଗାଡି ଆଜି ଯୋଉ ଚଳନ 4 ମାସ ପରେ ଆସେ ସରକାର ହଠାତ୍ ଜୁନ 1 ଯେତେବେଳେ ପଇସା ଆରମ୍ଭ କରିବି ସେଟା କେମିତି କରୋନା କାଳଖଣ୍ଡରେ ବହୁତ ଅଭାବ ଅସୁବିଧାର ସମ୍ମୁଖୀନ ହେଇକି ମଧ୍ୟ ଲୋକେ ଯାହା ଗାଇଡଲାଇନ ଯାହା ମାର୍ଗଦର୍ଶୀ ଆବଶ୍ୟକ ସମସ୍ତେ ମାନିକି କରୁଥିଲେ ସେଭଳିଆ ଆମେ ମାନିଯିବା ଆମକୁ ଅଧିକ ଆବଶ୍ୟକ ପଡିଲାନି। ଆମେ ସମସ୍ତେ କେବଳ ପ୍ରଧାନମନ୍ତ୍ରୀ जी ଆମକୁ ମିତ ସମ୍ପର୍କରେ କେବଳ କହିନାହାନ୍ତି ଏବଂ ସେ ଆଗ୍ରହ ପ୍ରକାଶ କରିଛନ୍ତି ଯେ ମୋ ଦେଶର ଜନତା ଦେଶର ଉପଯୁକ୍ତ ପରିସ୍ଥିତିକୁ ସମସ୍ତେ ସହଯୋଗ କରନ୍ତି। ସେଇଥିପାଇଁ ଆମକୁ ଆବଶ୍ୟକ ଅଛି ଯେତେ କଷ୍ଟ ଆସିଲେ ମଧ୍ୟ ତାକୁ ସ୍ୱୀକାର କରିବେ। ନୂଆ ଇଭିଗାଡି ଆସିବ ନୂଆ ଇଭିଗାଡି ଏବେ ଆସିଲା ମଧ୍ୟ ଅଛି ଯେହେତୁ କି ତାର ମ୍ୟାନୁଫ୍ୟାକ୍ଚରିଂ ଏତେ ନଥିଲା ସମାଜରେ ଡିମାଣ୍ଡ ନଥିଲା ସେ ଡିମାଣ୍ଡକୁ ପୂରଣ କରିବା ପାଇଁ ମଧ୍ୟ କମ୍ପାନୀ ଗୁଡିକ ଚେଷ୍ଟା କରି ଅଧିକ ପ୍ରଡକ୍ଟ